ଆଜିର ଦିନଟା ପୁରା ଏକଦମ ସ୍ପେଶାଲ। ସରପ୍ରାଇଜ ପରେ ସରପ୍ରାଇଜ ମିଳିଗଲା। ସକାଳେ ଉଠି ସବୁବେଳେ ଖୋଜେ କେହି ଜଣେ କୁକୁରଟେ ହଉ କି ଗାଈ ହଉ କିଛି ଖାଇବାକୁ ଦେଇପାରିବି। ଆଜିର ମୋ ଦିନକୁ ଆରମ୍ଭ କରିଛି ଏଇ ମା କୁକୁରଟି। ତାର 5ଟା କୁନି କୁନି ପପି। ତାକୁ ବିସ୍କୁଟ ଦେଇ ମନ ଗୋଟେ ଫ୍ରେଶନେସ୍ ନେଇ ଚାଲିଲି ଗାଧେଇ ଠାକୁର ପୂଜା କରିବାକୁ। ଠାକୁର ବସନ୍ତକୁ ଧୋଇ ଠାକୁର ପୂଜା କଲି। ଆଜିର ଏଇ ଖୁସି ଖୁସି ମୁଡରେ ଇଚ୍ଛା ହେଲା ଚା ନୁହଁ କଫି ପିଇବାର। କଫି ପିଇ ପିଇ ଗୋଟେ ସିରିଏଲ ବି ଦେଖିକି ସାରିଦେଲି। ସେଠୁ ଆସିଗଲେ ମା ସରପ୍ରାଇଜ ନେଇ। ମୋ ପାଇଁ ବନେଇଥିଲେ ଗୋଟେ ଟେଷ୍ଟି ପିଠା। କେକ୍ ଭଳି ଦେଖାଯାଉଥିଲା, କିନ୍ତୁ ଛେନା ପୁର ଦିଆ ପିଠା ଖାଇ କିଛି ସମୟ ପାଇଁ ଭୁଲିଗଲି ମୋ ଲୋନଲିନେସ୍। ଆକ୍ଚୁଆଲି ବହୁତ ଟେଷ୍ଟି ହେଇଥିଲା। ତା ସହ ରୋଷେଇ କରିଦେଲେ ମୋ ପାଇଁ ବନ୍ଧାକୋବି ତରକାରୀକୁ ଭାତ ଆଉ ଡାଲି। ମୋର ଆଉ କାମ ନଥିଲା, ସେଥିପାଇଁ ରେଡି ହେଇକି ବାହାରି ଗଲୁ ମାର୍କେଟ। ଏଇ ସବୁ ଜିନିଷ ବହୁତ ହି ଛୋଟ, କିନ୍ତୁ ମୋର ଆଜିର ଦିନରେ ବହୁତ ବଡ ମ୍ୟାଟର କଲା। ଛୋଟ ଛୋଟ ଖୁସିରେ ପୁରା ଦିନଟା ହିଁ ସ୍ପେଶାଲ ହେଇଗଲା ମୋ ପାଇଁ। ଆପଣମାନେ ବି ଛୋଟ ଛୋଟ ଖୁସିକୁ ଏନ୍ଜୟ କରନ୍ତୁ। ଆପଣମାନେ ଜାଣିପାରିବେନି ଏଇ ଛୋଟ ଛୋଟ ମୋମେଣ୍ଟ କେତେବେଳେ କେମିତି ଜୀବନରେ ପୁରା ଖୁସି ଭରିଦବ।